ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ ଆଜି ମାର୍ଗଶିର ପ୍ରଥମ ଗୁରୁବାର, ସେଇଥିପାଇଁ ଦେଖନ୍ତୁ ଆଜି ମା ବସି ଖଳାରେ ପୂଜା କରୁଛି। ଯେହେତୁ ଏବେ ମାଟିର ଖଳା ନାହିଁ, ସେହେତୁ ପକ୍କା ଖଳାରେ ମା ବସି ପୂଜା କରନ୍ତି। ଯେଉଁମାନେ ଚାଷ କରୁଛନ୍ତି ସେମାନେ ନିଶ୍ଚୟ ଜାଣିପାରିବେ ଯେ ଖଳା ପୂଜା କ'ଣ। ମା ବସି ଖଳାରେ ପୂଜା ପଣା ଦେଉଛି। ଏଠି ମୋ ପୁଅ ଧୂପକାଠି ତା ଆଈକୁ ବଢ଼ଉଛି। ଦେଖନ୍ତୁ ସାଙ୍ଗମାନେ, ଛୋଟ ଛୁଆଙ୍କର ପୂଜା ପାଠରେ ଟିକେ ଅଧିକା ମନ ତ, ଏଇସବୁ କାମରେ ତାଙ୍କର ଟିକେ ଇଣ୍ଟରେଷ୍ଟ ଅଧିକା ଥାଏ। ମୋ ମା ଏଡ଼େ ଧୂପକାଠି ଜଳଉଛି। ସେ ପଛପଟେ ଯେଉଁ ପିଙ୍କ କଲର୍ ସାର୍ଟ ପିନ୍ଧିଛି ସେ ହେଉଛି ମୋ ପୁତୁରା। ସେ ଦୁଇ ଜଣ ବସିକରି ଖେଳୁଛନ୍ତି। ଆଉ ମାଆର ଇଆଡ଼େ ଚାଲିଛି ପଣା ଦିଆ, ଧୂପକାଠି ଲଗେଇଲା, ଧୂପ ଆଉ ଦୀପ ଲଗେଇଲା ଏବେ। ଆଉ ସିଆଡ଼େ ମୋ ପୁତୁରା ସେଇଠି ଗୋଟେ ଅଛି ଅନ୍ନପୂର୍ଣ୍ଣା ଗଛ, ଯେ ସେ ପତ୍ର ଆଣି, ସେ ଗଛ ଆଉ ନାହିଁ, ସେ ପୁରା ଛିଡ଼େଇ ସାରିଲାଣି। ସେ ପତ୍ର ଆଣିନା ଦେଉଛି ଠାକୁର କଡ଼େ ଲଗେଇବା ପାଇଁ। ସେଇଥିପାଇଁ ମୋ ମା ରଖିଦେଲା, କହିଲା ହଉ ଠିକ୍ ଅଛି, ଠାକୁର କଡ଼େ ଦେବା। ଆଉ ଏପଟେ ମୋ ପୁଅ ବସିକିନି ସାଇକେଲ ଚଲାଉଛି। ମୋ ମା ଏବେ ପୂଜା କରୁଛି। ସେ ପୁଣି ମୋ ପୁତୁରା ପୁଣି ପତ୍ର ଆଣିବା ପାଇଁ ଯିବ ଏବେ। ଗୋଟେ ମା ସିନ୍ଦୁର ଦେଲାଣି। ମୋ ପୁଅ ବି ଅନ୍ନପୂର୍ଣ୍ଣା ପତ୍ର ଆଣିନା ଥୋଇ ଦେଲାଣି। ଛୁଆଙ୍କ ଭିତରେ କମ୍ପିଟିସନ୍ ଗୋଟେ ଚାଲେ ନା, ସେ ଆଣିନା ଦେଲା ମୁଁ ଆଣିନା ଦେବି, ତ ସେଇ ଟାଇପ୍ର ଗୋଟେ କମ୍ପିଟିସନ୍ କରୁଛନ୍ତି। ଆଉ ଦେଖନ୍ତୁ ଆଜ୍ଞା, ଯେଉଁମାନେ ଗାଁରେ ରହୁଛନ୍ତି, ଯେଉଁମାନେ ଚାଷ କରୁଛନ୍ତି, ଖଳା ପୂଜା କ'ଣ କରାଯାଏ। ମାର୍ଗଶିର ମାସ ଗୁରୁବାରରେ 4ଟା ଗୁରୁବାର ଏ ଖଳା ପୂଜା କରାଯାଏ। ସେମାନେ ଯେଉଁମାନେ ଗାଁରେ ରହୁଛନ୍ତି ସେମାନେ ନିଶ୍ଚୟ ଜାଣିଥିବେ ଯେ ଖଳା ପୂଜା କ'ଣ। ଇଆଡ଼େ ମୋ ମା କଦଳୀ ଛଡ଼େଇଲାଣି। ସେଇ ପଣା ଦିଆଯାଏ କ'ଣ କ'ଣ, ସେଠିରେ ଥାଏ କ୍ଷୀର ଥାଏ, ଆଉ ଗୁଡ଼ ଥାଏ, ଆଉ ସେଠିରେ ମହୁ ବି ଥାଏ, ଆଉ କଦଳୀ ଆଉ ନଡ଼ିଆ ବି ଦିଆଯାଏ। ସେଇଠିରେ ମୋ ମା ସେ ଗ୍ଲାସ୍ରେ ସବୁ ଅଛି, କ୍ଷୀର, ମହୁ।